ଅତୀତରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ଜାଣିବା ପାଇଁ ଆମେ ଇତିହାସକୁ ପଢ଼ିଥାଉ। ଆମ ଇତିହାସ ଆମ ଗର୍ବ ଗୌରବକୁ ବହନ କରିଥାଏ। ଆଜି ହେଉଛି 17 ଜାନୁଆରୀ 2026। ତେବେ ଆସନ୍ତୁ ଜାଣିବା ଆଜିର ଇତିହାସ ବିଷୟରେ। ଆଜି ହେଉଛି ବିଶ୍ୱ ଧର୍ମ ଦିବସ। ଏହି ଦିବସର ଲକ୍ଷ୍ୟ ବିଭିନ୍ନ ଧର୍ମ ମଧ୍ୟରେ ସମାନତା ଉପରେ ଗୁରୁତ୍ୱ ଦେଇ ଆନ୍ତଃଧର୍ମ ବୁଝାମଣା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା। ଏହା ଲୋକମାନଙ୍କୁ ବିଭିନ୍ନ ଧର୍ମର ମୂଳ ନୀତିଗୁଡ଼ିକୁ ଅନୁସନ୍ଧାନ କରିବାକୁ ଏବଂ ବିବିଧ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଏକତା ବୃଦ୍ଧି କରିବାକୁ ଉତ୍ସାହିତ କରେ। ଆଜି ହେଉଛି ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କ ଜନ୍ମଦିନ। ଆମେରିକାର ପ୍ରତିଷ୍ଠାତା ପିତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ବେଞ୍ଜାମିନ୍ ଫ୍ରାଙ୍କଲିନ୍। ସେ ଜଣେ ପ୍ରସିଦ୍ଧ ବହୁବିଦ ଥିଲେ, ଯିଏ ବିଜ୍ଞାନ, ସାହିତ୍ୟ, ରାଜନୀତି ଏବଂ କୂଟନୀତିରେ ତାଙ୍କର ଅବଦାନ ପାଇଁ ବେଶ୍ ଜଣାଶୁଣା ଥିଲେ। ପ୍ରାରମ୍ଭିକ ଆମେରିକୀୟ ରାଷ୍ଟ୍ର ଏବଂ ଏହାର ମୂଲ୍ୟବୋଧକୁ ଗଠନ କରିବାରେ ଫ୍ରାଙ୍କଲିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାବୁ ଗୁଲାବରାୟ ହେଉଛନ୍ତି ଜଣେ ଭାରତୀୟ ସାହିତ୍ୟିକ, ପ୍ରାବନ୍ଧିକ ଏବଂ ବ୍ୟଙ୍ଗକାର। ସେ ସର୍ବଦା ସରଳ ସାହିତ୍ୟକୁ ଗୁରୁତ୍ୱ ଦେଉଥିଲେ, ଯାହାଦ୍ୱାରା ହିନ୍ଦୀ ଭାଷା ଜନସାଧାରଣଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଗୁଲାବରାୟ ଦୁଇ ପ୍ରକାରର କୃତି ରଚନା କରିଛନ୍ତି, ଦାର୍ଶନିକ ଏବଂ ସାହିତ୍ୟିକ। ତାଙ୍କର ଦାର୍ଶନିକ କୃତିଗୁଡ଼ିକ ତାଙ୍କ ଗମ୍ଭୀର ଅଧ୍ୟୟନ ଏବଂ ଚିନ୍ତନର ଫଳାଫଳ। ସେ ଆଜିର ଦିନରେ ଅର୍ଥାତ୍ 17 ଜାନୁଆରୀ 1888 ମସିହାରେ ଜନ୍ମଗ୍ରହଣ କରିଥିଲେ। ଏଲ୍ଭି ପ୍ରସାଦ ହେଉଛନ୍ତି ଭାରତୀୟ ସିନେମାରେ ଜଣେ ସଫଳ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା। ସେ ଦକ୍ଷିଣ ଭାରତର ବିଭିନ୍ନ ଭାଷା ସହିତ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସଫଳ ହୋଇଥିଲେ। ସେ ସାମାଜିକ ଉଦ୍ଦେଶ୍ୟ ସହିତ ଅନେକ ମନୋରଞ୍ଜନକାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କର ଜନ୍ମ 17 ଜାନୁଆରୀ 1908ରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା। ସୁଚିତ୍ରା ସେନ୍ ଥିଲେ ହିନ୍ଦୀ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଉତ୍ତମ କୁମାରଙ୍କ ସହ ତାଙ୍କ ଅଭିନୟ ପାଇଁ ସେ ସମଗ୍ର ପଶ୍ଚିମବଙ୍ଗରେ ବହୁ ଲୋକପ୍ରିୟ ହୋଇଯାଇଥିଲେ। ଉତ୍ତମ ସୁଚିତ୍ରାଙ୍କ ଯୋଡ଼ି ଆଜି ମଧ୍ୟ ବଙ୍ଗାଳୀ ସିନେମାର ସର୍ବୋତ୍ତମ ଯୋଡ଼ି। ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ ଯିଏ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କାର ପାଇଥିଲେ। ହେଲେ ଦୁଃଖର ବିଷୟ ହେଉଛି ତାଙ୍କର ଆଜିର ଦିନରେ ଅର୍ଥାତ୍ 17 ଜାନୁଆରୀ 2014 ମସିହାରେ ମୃତ୍ୟୁ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।